ଡେରିବେ ଶ୍ରବଣ ଆସ ରାମ ଚରିତ ମାନସ ଶୁଣି ଯାହା ତାହା ନ୍ୟାୟ ମାନ ହେବ ଆଲୋଚନ ଆସ ରାମ ଚରିତ ମାନସ ଶୁଣି ଆଗକୁ ତ ପାରିବ ଏବେ ପୁରାଣର କଥା ଆସ ରାମ ଚରିତ ମାନସ ପଣ୍ଡିତ ମାନଙ୍କ ପାଇଁ ମୁଁ କରୁଛି ବ୍ୟବସ୍ଥା ସମବେତ ସମ୍ମାନିତ ସାଧୁ ସନ୍ଥ ଧୀମନ୍ତ ମଣ୍ଡଳୀ ଏବଂ ମୋର ଅର୍ଚ୍ଚନୀୟ ମା କମ୍ପୁଛି ସାକେତ କଟକ ସାର୍ ସାକେତ କଟକ କମ୍ପୁଛି କ'ଣ ଭୂମିକମ୍ପ ହଉଛି ନା କ'ଣ? ନାଇଁ ତାହେଲେ କମ୍ପୁଛି କାହିଁକି? ଏଠି 3 ଦିନ ହେଲା ବାସନ୍ଦରା ଗାଁ କାହିଁ କମ୍ପୁଛି? ଏଠି କ'ଣ ଭୂମିକମ୍ପ ହଉଛି? ନାଇଁ ଏଠି ବାଦିପାଲା ହଉଛି। ଏଠି ଯଜ୍ଞ ହଉଛି, ପାଲା ହଉଛି ଯେ କିନ୍ତୁ ଯଜ୍ଞ। ହେଲେ ଅଯୋଧ୍ୟାରେ ମହାପ୍ରଭୁ ରାମଙ୍କ ପାଖରେ ହଉଛି ଯଜ୍ଞ, ଆମେ ପାଲା ଗାଉଛୁ, ହଉଛି ଯଜ୍ଞ। ପାଲା ଯଜ୍ଞ। ଯଜ୍ଞ କେତେ ପ୍ରକାର? ଯଜ୍ଞ 2 ପ୍ରକାର। ଅଯୋଧ୍ୟାରେ ବି ହଉଛି ଯଜ୍ଞ। ଯଜ୍ଞ ଯଜ୍ଞ କେତେ ପ୍ରକାର? 2 ପ୍ରକାର। ତୁ ଗୋଟେ ମୁଗୁଡିଆ କି? ନାଇଁ ଆଜ୍ଞା ମୁଁ ପଣ୍ଡିତ। ଯଜ୍ଞ ହଉଛି 5 ପ୍ରକାର। କ'ଣ କ'ଣ କହିଲ? ଅଯୋଧ୍ୟାରେ ଚାଲିଛି ଯଜ୍ଞ। ସେ କୋଉ ଯଜ୍ଞ ପରବର୍ତ୍ତୀ ସମୟରେ କହିବି ଟିକେ ପରେ। ଆପଣ ମାନେ ଜାଣନ୍ତୁ ଯଜ୍ଞ ହଉଛି 5 ପ୍ରକାର। କଣ କଣ ବୁଝାନ୍ତୁ? ତୁମ ଯୋଉ ପୁରୀ ବାଲା ଖୋର୍ଦ୍ଧା ବାଲା ସବୁବେଳେ କୁହ ଜଗତସିଂହପୁର ନାଟୁଆ ତୁମ୍ଭେ ପାଠୁଆ। ଆଜି ଟିକେ ଦେଖ, ଆଜି ଆମେ ତମକୁ ଦେଖିବୁ। ଯଜ୍ଞ ହଉଛି 5 ପ୍ରକାର। ଲେଖିଲେ ମନୁଷ୍ୟ ଋଷି କହିଲା ଋଷି ଯଜ୍ଞ ଦେବ ଯଜ୍ଞ ଭୂତ ଯଜ୍ଞ ତ ସର୍ବଦା ଯଜ୍ଞ ପିତୃଯଜ୍ଞ ସହ ପଞ୍ଚଯଜ୍ଞ ପ୍ରକୃତି। ଗଣିଲେ ଗୋଟି ଗୋଟିକିରି 5 ଯଜ୍ଞ। ଋଷି ଯଜ୍ଞ 1 ଦେବ ଯଜ୍ଞ 2 ନୁରୁ ଯଜ୍ଞ 3 ପିତୃଯଜ୍ଞ 4 ଦେବ ଯଜ୍ଞ। 5 ମୁଁ ଏ ଯଜ୍ଞ ଭିତରୁ କିଏ କୋଉ ଯଜ୍ଞ ଯଦି ପଚାରିବି ତୁ କହିପାରିବୁ? ମୋର କ'ଣ ଦରକାର କହିଲା? ତାହେଲେ ମନୁ କହିଲେ ଇଏ 5 ଯଜ୍ଞ, ଯଜ୍ଞ ତାକୁ ଆଉ ଟିକେ ସରଳ କରିଦେଲେ ପରାଶର। କ'ଣ କହିଲେ କହିଲ? କହିଲା ଆମେ ମାନେ ଜାଣିବା କେମିତି କିଏ କୋଉ ଯଜ୍ଞ? ଯଜ୍ଞ କହିଲା ଋଷି ଯଜ୍ଞ ବେଦ ପାଠ, ନୁରୁ ଯଜ୍ଞ ହୋମ କର୍ମଂଶ, ଦେବ ଯଜ୍ଞ ତିଥି ପୂଜା, ଭୂତ ଯଜ୍ଞ ବଳିଦାନ, ପିତୃ ଯଜ୍ଞ ସତର୍ପଣ, ୟହନି ବର୍ତ୍ତତେ। ବ୍ରାହ୍ମଣ ମାନେ ଯୋଉ କୁଣ୍ଡ ଖୋଳି ସମିଧ ଦେଇ ଆମ୍ବ କାଠ ହଉ ଶାଳ କାଠ ହଉ ଦେଇ ଦେବତାଙ୍କର ମନ୍ତ୍ରକୁ ପଢି ତାଙ୍କ ନାମରେ ଘୃତାହୁତି ଦିଅନ୍ତି, ସେ ହଉଛି ପଣ୍ଡିତ ନୁରୁ ଯଜ୍ଞ। କଣ ବୁଝୁଛୁ? ପିତୃଯଜ୍ଞ ତର୍ପଣ। ଆପଣ ମାନେ ଗାଧେଇ ସାରିବା ପରେ ସୂର୍ଯ୍ୟଙ୍କୁ ପାଣି ଦିଅନ୍ତି। ସାର୍ ମାନେ ବିଚାର କରନ୍ତୁ, ପାଲା ହଉଛି ଏକ ସମାଜର ଉପାଦେୟତା ଲୋକ କଳା, ଶାସ୍ତ୍ରୀୟ କଳାର ମାନ୍ୟତା ପାଇଛି। ଶୁଣୁ, ଆମେ ମାନେ ଗାଧେଇ ସାରିବା ପରେ କାସାରରେ, କାସାର କହିଲେ କଣ? ନଳକୂଅ ପୁଷ୍କରିଣୀ। ଏବେ ପୋଖରୀ ନା ଏ ବାପା କାହିଁ ମୋବାଇଲରେ ଉଠଉଛୁ? ତଥାପି ଗୋଟେ ଫଟୋ ଆମର ଯାଉ। ନାଭି ପର୍ଯ୍ୟନ୍ତ ଜଳସିକ୍ତ ହେଇକି ଅଞ୍ଜଳିରେ ଜଳ ଧରି ଡାକେ ଏହି ସୂର୍ଯ୍ୟ ସହସ୍ରାଂଶ ତେଜରା ଶତକତ ପତେ ଅନୁକମ୍ପାୟାମାଂ ଭକ୍ତ୍ୟା ଗୃହଣାର୍ଘ ନମସ୍ତୁତେ। ବାପା ପାଟିକର୍ଣ୍ଣୀର ସୂର୍ଯ୍ୟଙ୍କୁ ପାଣି ଦେଲା ବେଳେ ସୂର୍ଯ୍ୟଙ୍କ ଦ୍ୱାରା ଆମ ପିତୃପୁରୁଷ ପାଆନ୍ତି। ସେ ହଉଛି ପିତୃଯଜ୍ଞ। କେମିତି ସୂର୍ଯ୍ୟଙ୍କ ଦ୍ୱାରା ପିତୃପୁରୁଷ ପାଆନ୍ତି? ଜଗନ୍ନାଥ ଦାସ ପବିତ୍ର ଭାଗବତ କହିଲା ପିତୃଗଣଙ୍କ ମଧ୍ୟରେ ମୁହିଁ धीरे धीरे पिला माने पार्टी करना चैनल लगी अड़ुआ हम पितृगणक मध्य मुझे हूँ अर्जमा
ଆମେ ମାନେ ଯୋଉ ପିତୃପୁରୁଷଙ୍କୁ ଦିଏ ପାଣି ହଁ। ସୂର୍ଯ୍ୟଙ୍କୁ ଦିଏ ପାଣି ସେ ସୂର୍ଯ୍ୟଙ୍କ ଦ୍ୱାରା ପିତୃପୁରୁଷ ପାଆନ୍ତି ସେ ହଉଛି ପିତୃଯଜ୍ଞ ଆଜ୍ଞା ଋଷି ଯଜ୍ଞ ଯଜ୍ଞ ବେଦ ପାଠ ବେଦ ପାଠ ଆପଣ ମାନେ ଗାଧୋଇ ସାରିକି ଗୀତା ଟିକେ ପଢିଲେ ହଁ ସନ୍ଧ୍ୟାବେଳେ ଭାଗବତ ପଢିଲେ ପଢିଲେ ଗୀତା ଯଜ୍ଞ ହେଲା ହଁ। ହରିବଂଶ ପଢିଲେ ହଁ। ପୁରାଣ ପଢିଲେ ପଢିଲେ। ଏବେ ସେଗୁଡାକ ନାହିଁ ନା। ଠକିନି କେମିତି ଖାଇ ଦେଇକି ଯାଇକି ମୋବାଇଲ ଗାଁପୁଡ଼ିଆ ବା ମୁଁ ମୋ କଥା ବି କହୁ ତା ଭିତରେ ଅଛି ରାତିରେ ଖାଇସାରିବା ପରେ ଆଜ୍ଞା ଆମେ ମୋବାଇଲ ସହିତ ଏମିତି ଆଟାଚ ହେଇଗଲେଣି ଓ ଘଣ୍ଟେ ଅଧଘଣ୍ଟେ ନ ଦେଖିଲେ ନିଦ ହଉଛି ଆଜ୍ଞା ଆଜ୍ଞା ମୋ କହିବାର ତାତ୍ପର୍ଯ୍ୟ ପିଲାମାନେ ବସିକି ଶୁଣ ଶୁଣ ଆମେ କହୁଛୁ ହେ ଆଖି ତୁ ମଣିଷର ମୂଲ୍ୟବାନ ସମ୍ପଦ ଅଳ୍ପ ଦିନେ ଫୁଟିଯା ଦେଖିବା ଅର୍ଥ ସେ ଆଉ କଣ ଆଜ୍ଞା ନା ଭୁଲ କହୁଛି ଠିକ ତ ତେଣୁ ମୋ କହିବାର ତାତ୍ପର୍ଯ୍ୟ ଆପଣ ମାନେ 70 ବର୍ଷରେ କଣ 80 ବର୍ଷରେ ଖାଲି ଆଖିରେ ଦେଖୁଥିଲେ ଆଜ୍ଞା ଆମେ ଆପଣ ମାନଙ୍କଠୁ ଜନ୍ମ 50 ବର୍ଷରେ ଦେଖାଯାଉନି ନା ଆମଠୁ ଯିଏ ଜନ୍ମ ହେବେ 30 ବର୍ଷରେ ଦେଖାଯିବନି ଦେଖାଯିବନି। ତାପରେ ଧୀରେ ଧୀରେ ଜନ୍ମ ହଉ ହଉ ଧୂତ ରାଷ୍ଟ୍ର ହେଇ ବୁଲିବେ ଆଉ କଣ ବା ଧୂତ ରାଷ୍ଟ୍ର ହେଇ ବୁଲିବେ ବୁଲିବେ ତେଣୁ ପୁଅ ଆଜ୍ଞା ଶୁଣୁ ହଁ ହଁ ଇଏ ବେଦ ବେଦାନ୍ତ ଉପନିଷଦ ପୁରାଣ ୟାକୁ ପାଠ କରିବା ଇଏ ହଉଛି ଋଷି ଯଜ୍ଞ ଆଜ୍ଞା ପିତୃଯଜ୍ଞ ଗଲା ବା ଦେବଯଜ୍ଞ ଅତିଥି ପୂଜା ଅତିଥି ପୂଜା ମୋ ମା ମାନେ ତୁମେ ଯୋଉ ଅତିଥି କି ଗୃହସ୍ଥ ଆଶ୍ରମରେ ଖାଇବାକୁ ଦିଅ ହଁ ଛୋଟିଆ କଥା ନୁହଁ ମା ନା। ସେ ହଉଛି ଏକ ଯଜ୍ଞ ଯଜ୍ଞ ଅତିଥି ପୂଜା ହଉଛି ଦେବଯଜ୍ଞ ଦେବ ଯଜ୍ଞ ଭୂତ ଯଜ୍ଞ ବଳିଦାନ ଭୂତ ଯଜ୍ଞ ଭୂତ ଯଜ୍ଞ ବଳିଦାନ ବା ବଳିଦାନ କଣ ବଳିଦାନ କଣ ବଳିଦବା କଣ ବଳିଦବା ଛେଳି କୁକୁଡ଼ା ଆରେ ଏଡେ ଅନ୍ଧବିଶ୍ୱାସରେ ଅଛୁ ତୁ କଣ ଗଭର୍ଣ୍ଣମେଣ୍ଟ ବନ୍ଦ କରିଦେଲା ବଳି ହଁ ଆଜ୍ଞା ଆମେ ନୟାଗଡ଼ ଜିଲ୍ଲା ରଣପୁର ଯାଇଛୁ ପାଲା କରି ସେ ମଣିନାଗ ପାହାଡ଼ରେ କେତେ ନରବଳି ରାଜା ଦେଇଛନ୍ତି ଗଭର୍ଣ୍ଣମେଣ୍ଟ ବଳି ବନ୍ଦ କରିଦେଲା ଆଜ୍ଞା। କାହିଁ କୋଉ ଦେବୀ ତ ଆଁ କରି ଗୋଟେଇକିରି କାମୁଡି ଖାଇନେଇ ଘର ଚାବି ଦିଆ ହଉଛି ବଳି କଣ ଦବ କଣ ଦବ ଏ ପୁଅ ଏ ବଳି ଦବୁ ହଁ ଠାକୁରଙ୍କ ପାଖରେ ହଁ। କଣ ଇଏ ଜଗତର ଯିଏ ମା ସେ ବଳି ନବ ମା ବଳି ଖାଇ ବଳି ଖାଇବ 6ଟା ବଳି ତାକୁ ଦେ ମା ଖୁସି ହବ କଣ କଣ ଛଅଟା ବଳି ତୋ ଭିତରେ ଅଛି 6ଟା ପଶୁ ମୋ ଭିତରେ ମୋ ଭିତରେ 6ଟା ପଶୁ ଏଠି ଯେତେ ଜ୍ଞାନୀ ମାନେ ପାଲା ଶୁଣୁଛନ୍ତି ହଁ ହଁ ଆପଣ ମାନଙ୍କ ଅନ୍ତର୍ଜଗତରେ 6ଟା ପଶୁ ଅଛନ୍ତି ତାଙ୍କ ନାଁ କାମ ଏକ କ୍ରୋଧ ଦୁଇ ଲୋଭ ତିନି ମୋହ ଚାରି ମଦ ପାଞ୍ଚ ମାଶ୍ଚର୍ଯ୍ୟ ଛଅ ମା କହିଛି ହେ ପୁଅ ହଁ ମୋର ପିଲାମାନେ ମୋ ପାଦ ତଳେ ଇଏ 6ଟା ପଶୁ ଷଢ଼ ରିପୁକୁ ବଳି ଦେଇଦିଅ ମୁଁ ଆତ୍ମା ମଣିଷକୁ ମାରନା ବା ପଶୁକୁ ମାରନା ନା। ମୁଁ ଜଗତର ମା ମା ତେଣୁ ଏଠି ଭୂତ ଯଜ୍ଞ କହିଲେ ପିଲା ଶୁଣ ପାଟି କରନା ଭୂତ ଯଜ୍ଞ କହିଲେ ପଶୁ ପକ୍ଷୀକି କିଛି ଖାଦ୍ୟ ଦେବା ଆଜ୍ଞା ଇଏ 5ଟା ଯଜ୍ଞ ଆମେ ପ୍ରତ୍ୟେକ ଦିନ କରିବା 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 ଇଏ 5 ଯଜ୍ଞ କଲେ ବାପା ଲାଭ କଣ ହବ କଣ ଲାଭ ହବ ନା ଏ 5 ଯଜ୍ଞ କଲେ ଆଜ୍ଞା ମୋ ମା ମାନେ ଏ ଆମେ 5ଟା ପାପ ଆଉ 4 ଜଣଙ୍କ ପାଖରୁ ଋଣ ମୁକ୍ତି ହବା ଏଠି ଯେତେ ଜ୍ଞାନୀ ମାନେ ବସିଛନ୍ତି ହଁ ଆଜ୍ଞା ସମସ୍ତେ 4 ଜଣଙ୍କ ପାଖରେ ଋଣୀ ସମସ୍ତେ ହଁ ହେଲେ ମୁଁ ନୁହଁ ଓ ତୁ ତ ସେ କଥା ପଡ଼ିଲାନି ସେଇ କଥା ମୋ କଥାଟା ଆଗ ଶୁଣି ସାରୁନୁ ଆଜ୍ଞା ଆମେ ସମସ୍ତେ 4 ଜଣଙ୍କ ପାଖରେ ଋଣୀ ଋଣୀ ଖାଲି ଋଣୀ ନୁହଁ ଏ 5ଟା ବାପ 5ଟା ପାପ କରୁଛି କଣ ଓ ସମସ୍ତେ ପାଞ୍ଚ ଲାખ କରିଛି ତା ଭିତରେ ତୁ ବି ଅଛୁ ଅନାର୍ଯ୍ୟ ତୁ କଣ ବାହାରେ ହେଲେ ମୁଁ ଋଣ କରିନି ଆଜ୍ଞା ତୁ କୋଉ ଋଣ କରୁନୁ ଯୋଉ କିସ୍ତି ମହିଳା ସମିତି କିସ୍ତି ଏସଏଚଜି ଗ୍ରୁପରେ କରୁନୁ କୋଅପରେଟିଭ ବ୍ୟାଙ୍କରେ କରୁନୁ କରିନାହିଁ କୃଷି ଲୋନ କରିନୁ କରିନାହିଁ। କିନ୍ତୁ କରିଛୁ ତୁ 4 ଜଣଙ୍କ ପାଖରେ ଋଣୀ 4 ଜଣ ପାଖରେ ତୁ ମାଠୁ ଜନ୍ମ ନେଲୁ ହଁ। ତୋ ଘୁଅ ମୁତ ପୋଛିଲା କିଏ ମା ଦେଇଛୁ ମାକୁ କଣ କିଛି ଦେଇନି ଲାଳନ ପାଳନ କଲା ତୋତେ ମା ମଣିଷ ଛୁଆ ସବୁଠାରୁ ଦୁର୍ବଳ ହେଁ? ଛେଳି ଛୁଆ ଜନ୍ମ ପକେଇ ଦବ 10 ମିନିଟରେ 5 ମିନିଟରେ ଛେଳି ଛୁଆ ଠିଆ ହବ ଆଜ୍ଞା ମନେ ରଖ ଗାଈର ବାଛୁରୀ 10 ମିନିଟରେ ଠିଆ ହବ ଠିଆ ହବ ମୁର୍ଗୁଣୀ ଛୁଆ ଜନ୍ମ କରିବ ଜନ୍ମ ହବ ତ ମୃଗ ଛୁଆ ଦୌଡ଼ିବ ଦୌଡ଼ିବ ଆପଣ ମାନେ ବିଚାର କଲେ ଆମେ ମଣିଷ ଛୁଆ ଜନ୍ମ ହେଇକି ଦୌଡୁଛେ ନା କେତେ ବର୍ଷ ଲାଗୁଛି ଆମକୁ ଠିଆ ହବାକୁ 21 ମାସ କେତେ ଦିନ ଲାଗୁଛି ଚାଲିବାକୁ ଦେଖିଲେ କବି ବରବାଙ୍କ ନିଧି ଦାସ ଖୋର୍ଦ୍ଧା ଜିଲ୍ଲାର କବି ଆଜ୍ଞା କହିଲା 1.5 ବରଷର ହୋଇଲା କୁମର ମାକୁଡି ଦେଇ
1.5 ବର୍ଷ ଲାଗୁଛି ମଣିଷ ଛୁଆକୁ ଠିଆ ହେବାକୁ 1.5 ସେକେଣ୍ଡରେ ମୃଗ ଛୁଆ ଦୌଡୁଛି ଗୋଟେ ମା କେତେ କଷ୍ଟ କରି ତୋତେ ଲାଳନ ପାଳନ କରୁଛି ଠିଆ ବସି ପଡୁଛୁ କାହିଁକି କେତେ କଷ୍ଟ କରି ତୋତେ ତୋ ମା ଲାଳନ ପାଳନ କରୁଛି ତୁ ମାକୁ କ'ଣ ଦେଇଛୁ ସାରମାନ ଆମେ ସମସ୍ତେ ଆମେ ମା ପାଖରେ ଋଣୀ ମା ପାଖରେ ଋଣୀ ବାପା ପାଖରେ ଋଣୀ ଇଏ ପାଲାବାଲା ଆମେ ପାଲା ଗାଇ ଯାଉଛୁ ଭଞ୍ଜ ଲେଖିଲେ ଦୀନକୃଷ୍ଣ ଲେଖିଲେ ଅଭିମନ୍ୟୁ ଲେଖିଲେ ଟଙ୍କା ନେଇ ପଳେଇବା ତାଙ୍କୁ କିଛି ଦେଇଛେ ଋଷି ମୁନି ମାନଙ୍କ ପାଖରେ ଆମେ ଋଣୀ ରାମଚରିତ ମାନସ ପଢା ହଉଛି କି ରାମାୟଣ ପଢା ହଉଛି ଆପଣ ତାଙ୍କ ବହି ପଢୁଛନ୍ତି ତାକୁ କ'ଣ ଦଉଛନ୍ତି ଆମେ ଋଷି ମୁନି ମାନଙ୍କ ପାଖରେ ଋଣୀ ବାପା ମାଙ୍କ ପାଖରେ ଋଣୀ ଦେବତାଙ୍କ ପାଖରେ ଋଣୀ ଫ୍ୟାନ ଘରେ ଆପଣ ଲଗେଇଲେ ପିଟର ଉଠିଲା ଏ ଯୋଉ ପବନ ବାଜୁଛି ଆପଣଙ୍କୁ ଆମୋଦ ଦଉଛି ଇଏ ପବନକୁ କ'ଣ ଦଉଛନ୍ତି ଇଏ ଯୋଉ ପାଣି ଆପଣ ମାନେ ପିଉଛନ୍ତି ଇଏ ବରୁଣ ଦେବତାଙ୍କୁ କ'ଣ ଦଉଛନ୍ତି ସୂର୍ଯ୍ୟ କିରଣ ପଡ଼ିବାରୁ ଏ ଜୀବ ଜଗତ ବଞ୍ଚିଛି ଆମେ ଲୁଗା ଶୁଖାଉଛୁ କେତେ କ'ଣ ଶୁଖା ହଉଛି ସୂର୍ଯ୍ୟ ନଥିଲେ କୋଉଠୁ ମୁଗ ଅମଳ ହୁଅନ୍ତା ମ ଇଏ ସୂର୍ଯ୍ୟଙ୍କୁ କ'ଣ ଦଉଛନ୍ତି ଆମେ ମାନେ ଦେବତାଙ୍କ ପାଖରେ ଋଣୀ ବାପା ମାଙ୍କ ପାଖରେ ଋଷିମୁନି ମାନଙ୍କ ପାଖରେ ଇଏ 4ଟା ଋଣ ଆମେ ସମସ୍ତେ କରିଛୁ କରିଛୁ ନା ନାଇଁ ତୁ କରିଛୁ ଟି 5ଟା ପାପ କରୁଛୁ ଇଏ ବାସନ୍ଦରା ଲୋକ ଆମକୁ ଡାକିକିରି ପାଲାବାଲା 2 ଦଳକୁ ଖାଇବାକୁ ଦଉନାହାନ୍ତି 5ଟା ପାପ କରୁଛନ୍ତି ଖାଇବାକୁ ଦେଇକି 5ଟା ପାପ କରୁଛନ୍ତି କ'ଣ ସେ ପାପ କଲେ ଖାଲି ବାସନ୍ଦରା ଲୋକ ନୁହଁ ମୋ ମା ମାନେ ତୁମେ ଘରେ ଗୃହିଣୀ ହେଇଛ ଖାଇବାକୁ ଦଉଛ ପରିବାରରେ ସ୍ୱାମୀକି ଖାଇବାକୁ ଦଉଛ ଶାଶୁ ଶ୍ୱଶୁରଙ୍କୁ ଦଉଛ ନଣନ୍ଦ ଦିଅରକୁ ଦଉଛ ଦେଢ଼ଶୁର ଯାହାକୁ ଦଉଛ ତୁମେ 5ଟା ପାପ କରୁଛ 5ଟା ପାପ କରୁଛନ୍ତି ମହାପାତ୍ର ପାଲାରେ ଏଗୁଡିକ ନାହିଁ ଆପଣ ମାନେ ପ୍ରତ୍ୟେକ ଦିନ 5ଟା ପାପ କରୁଛନ୍ତି 4 ଜଣଙ୍କ ପାଖରେ ଋଣୀ ହେଇଛନ୍ତି ଆଚ୍ଛା ଋଣୀ କହିଲେ 5ଟା ପାପ କ'ଣ କଲେ ଲେଖିଲେ ମନୁ পেশনি কুণ্ডনি চুলি কুম্ভার থমার জনি পঞ্চ সুনা গৃহস্থ সিংহনি ভক্ত মো মা মানে আপন গন্ডে গন্ডে রোষেই করে দিয়ন্তি পরিবার লোকଙ୍କୁ 5টা পাপ করন্তি মা কোন পেশনি কইলে যৌথরে চূড়া হুয়ে মান্ডিয়া বিরি কোলথ এবে গ্রাইন্ডর হেলা সেইথরে মা মানে চুরন্তি পিঠা করন্তি তাকু চুরিলা বেলে জীবাণু তা ভিতরে পশি চুরি যান্তিনি ছোট ছোট পোকা আখিকি দেখা যাবে সে গোটে পাপ কুণ্ডনি সে বেশি না ধান হলর যাইকি আপনার দুয়ার ঘরে ডাকুছি ধান আণ এ পিও সেতবেলে ঢিঙ্কিরে কুটন্তি মা মানে কেতে পিম্পুড়ি জন্দা পোক তা দেহে মরুথিবে সেথেরে পাপ হচ্ছে ইয়ে হচ্ছে পঞ্চসুনা পাতক চুলিরে চুল জাল মারিলা বেলে কেতে জন্দা উই পোক সবু মরুথিবে পেশনি কুণ্ডনি চুলি উদ কুম্ভ সারে পানি মাঠিয়ারে যেতবেলে আপন পানি আনন্দ তা দেহে পোক জোক মরিবেনি পানি অজাড়ুଛୁ তলে গোটে পিম্পুড়ি রহিলা মাঠিয়া তলে মাঠিয়া থইদেলু বঞ্চিব মার্জনী মা মানে ছাঁচুনি কি পহরা ধরিকি এমতি পহরিবে সেইটি মশা বাড়াই দেবে মাছি বাড়াই দেবে পিম্পুড়ি গোড়ে মলি দেবে এ পাপ নয় ইয়ে 5টা পাপ করুছে 4 জনଙ୍କ পাখে ঋণী হয়েছে এই 5টা যজ্ঞ কলে আমি মুক্তি পাইবা आपण मानक आम कार्यक्रमटी केमती लगे आशा करुँच निश्चिंत भाव भल लगे आहरी नुआ नुआ कार्यक्रम देखापी आपण मैंने आम चैनल लाइक और शेयर कर आज्ञा हाँ सब्सक्राइब करने भूलिए नहीं रोची।